ଶୀତରେ ଥରୁଛି କନ୍ଧମାଳ ଗତ 3-4 ଦିନ ହେଲା ପ୍ରବଳ ଜାଡ଼ ଅନୁଭୂତ ହେଉଛି। ଆଜି ବି ଫୁଲବାଣୀରେ ତୁଷାରପାତ ଦେଖିବାକୁ ମିଳିଛି। ଏହା ସହିତ ଆଖପାଖ ଅଞ୍ଚଳରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 4.5 ଡିଗ୍ରୀ ରେକର୍ଡ କରାଯାଇଛି। ଜି ଉଦୟଗିରି, ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ ଆଦି ଅଞ୍ଚଳରେ ମଧ୍ୟ ଶୀତ ଲହରୀ ଜାରି ରହିଛି। ଏହା ସହିତ ଘନ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ଗ୍ରାମାଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ସକାଳ 9ଟା ପର୍ଯ୍ୟନ୍ତ ଘରୁ ବାହାରି ପାରୁନାହାନ୍ତି। ଅନ୍ୟପଟେ ଜିଲ୍ଲାରେ ପର୍ଯ୍ୟଟକମାନଙ୍କର ଭିଡ଼ ଜମୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ କନ୍ଧମାଳର ଶୀତ ନିଆରା ଏବଂ ସେ ଶୀତରେ କିଭଳି ରହିଛି ସେଠାକାର ପରିବେଶ ତାକୁ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୁନୀଲ ବିଶ୍ୱାଳ। ବର୍ତ୍ତମାନ ଗତ 3 ଦିନ ଧରି କନ୍ଧମାଳ ଜିଲ୍ଲାରେ ଯେଉଁ ଶୀତର ପ୍ରକୋପ ରହିଛି ତା ସମସ୍ତଙ୍କୁ କାଉଲା କରିଦେଉଛି। ହାତରେ ଗ୍ଲୋଭ୍ସ, ମୁଣ୍ଡରେ କ୍ୟାପ୍ ଏବଂ ମୁହଁରେ ମାସ୍କ ନଦେଲେ ଆପଣ ଠିକ୍ ସେ ରହିପାରିବେ ନାହିଁ ବା ଯେଉଁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଏସବୁ ନିହାତି ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। କିନ୍ତୁ ଆମେ ଯଦି ଗ୍ରାମାଞ୍ଚଳ କଥା କହିବା ତାଙ୍କ ପାଖରେ ଏତେ ସାଧନ ନାହିଁ। ସେମାନେ ବର୍ତ୍ତମାନ ଘର ଭିତରେ ଆମେ କୁହନ୍ତୁ ବା ଘର ବାହାରେ ହୁଅନ୍ତୁ ନିଆଁ ଜାଳି ବସିକି ଏଇ ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି। ଦିନ 10ଟା ପର୍ଯ୍ୟନ୍ତ ସେମାନେ ଘରୁ ବାହାରି ପାରୁନାହାନ୍ତି କି କାମକୁ ଯାଇପାରୁନାହାନ୍ତି। ଯେଉଁମାନେ ଦିନ ରହିଛନ୍ତି, ଯେଉଁମାନେ ଦିନରେ ଖଟୁଛନ୍ତି, ଯେଉଁମାନେ ବିଲରେ ଖଟୁଛନ୍ତି ସେମାନେ ପାଇଁ ଦିନଟା ବଡ଼ କଷ୍ଟଦାୟକ ରହିଛି। କାହିଁକି ନା 10ଟା ପର୍ଯ୍ୟନ୍ତ ସେମାନେ ବିଲକୁ ଯାଇପାରୁନାହାନ୍ତି। ସାଧାରଣତଃ ଯେଉଁ କନ୍ଧମାଳ ଜିଲ୍ଲା ରହିଛି କୃଷି ପ୍ରଧାନ ଜିଲ୍ଲା ବା ଆପଣ ଏଠି ପନିପରିବା କଥା କୁହନ୍ତୁ, କୃଷି କୁହନ୍ତୁ, ସକାଳୁ ସମସ୍ତେ ସେଥିରେ ଲାଗନ୍ତି। ଆମେ ଯେଉଁ ଗାଁରେ ଆସି ପହଞ୍ଚୁଛୁ ସେ ଗାଁର ବର୍ତ୍ତମାନ ସ୍ଥିତି ବର୍ତ୍ତମାନ ସେଇରକମ ଦେଖିବାକୁ ମିଳିଛି। କିଛି ଲୋକ ନିଜ ଘର ଆଗରେ ନିଆଁ ଜାଳିକି ବସିଛନ୍ତି ଏବଂ ତାଙ୍କ ସହିତ କଥା ହେବା କେତେ ଶୀତ କଷ୍ଟ ଦେଉଛି ତାଙ୍କୁ। କ'ଣ ମା କହିବେ ଏଇ ଶୀତ କେତେ କଷ୍ଟ ଦେଉଛି? ଶୀତ ସଫା ହଉଛି ଆଜ୍ଞା। ଶୀତ ଘରୁ ବାହାରି ହଉନି, କିଛି ନାହିଁ। ଘର ଭିତରେ ଟୁଡି ହୋଇକି ରହୁଛୁ ଆମେ। ବାହାରକୁ ବାହାରିଲେ ନିଆଁ ଟିକେ ତାପିଲେ ଯାକ ଭଲ ଲାଗୁଛି, ନହେଲେ ଭଲ ଲାଗୁନାହିଁ। ଶୀତ ପାଇଁ ଆପଣ କ'ଣ କରୁଛନ୍ତି? ଶୀତ ଦାଉରୁ ରକ୍ଷା ପାଇଁ କ'ଣ କରୁଛନ୍ତି? ନିଆଁ ରକ୍ଷା କରୁଛି ଆଜ୍ଞା ଟିକେ, ନହେଲେ ଆଉ କିଛି ନାହିଁ। କବଳ ଢାପି ଗଲେ ବି ଶୀତ ହଉଛି ଏକା। ନିଆଁ ଟିକେ ତାପିଲେ ହାତ ଗୋଡ଼ ଏକା ଟିକେ ଶୀତ ଲାଗି ମରି ଯାଉଛୁ ଆମେ। କବଳ ଦେଲେ ଟିକେ ଢାପି ହୋଇକି ରହିଛୁ, କିଛି ଭଲ ଲାଗୁନାହିଁ। କ'ଣ କରିବୁ, ବନ୍ଧା ପଟି ଢାପି ହୋଇକି ଏକା ରହୁଛୁ। ବାହାରକୁ ବାହାରିଲେ ନିଆଁ ଏକା ଟିକେ ତାପୁଛୁ, ଆଉ କିଛି ନାହିଁ। ଆପଣ ଶୁଣିଥିଲେ ବିନା ନିଆଁରେ ସେମାନେ ଘରୁ ବାହାରି ପାରୁନାହାନ୍ତି। ଆପଣ ଗୋଡ଼ ହାତ ପୁରା କାଳୁଛି। ଭାଇନା କ'ଣ କହିବେ, ଆପଣ କ'ଣ କହିବେ? କେମିତି ନିଆଁରୁ ବର୍ତ୍ତମାନ ଯେଉଁ ଶୀତ ରହୁଛି ସେଥିରୁ କେମିତି ଆପଣ ବର୍ତ୍ତମାନ? ଶୀତ ତ ପ୍ରବଳ ହେଉଛି ଆଉ। ନିଆଁରେ ଏମିତି ହାତ ସେକବାକୁ ପଡୁଛି, ଗୋଡ଼ ସେକବାକୁ ପଡୁଛି, ମୁହଁ ଘୋଡ଼େଇ ପାଦ ସବୁ ସକ୍ସ ଫକ୍ସ ସବୁ ପିନ୍ଧିକି ରହିବାକୁ ପଡୁଛି। ଆଉ ତାପରେ ତ କୁଆଡେ କାମ ଧାମ ବି ହେଇପାରୁନି 10ଟା ପର୍ଯ୍ୟନ୍ତ। ଘରୁ ଏକା ବାହାରି ହଉନି, ବଡ କଷ୍ଟ ଲାଗୁଛି ସେଇଟା। ଆଉ ଆପଣଙ୍କ ଏ ଅଞ୍ଚଳରେ ବରଫ ପଡୁଛି? ଆପଣ କେମିତି କେତେ ଦିନ ହେଲା ବରଫ ପଡୁଛି? ବରଫ 4 ଦିନ ଖଣ୍ଡେ ହବନି ପଡୁଛି। ପ୍ରାୟ 1 ଇଞ୍ଚ 2 ଇଞ୍ଚ ମୁଟାରେ ପଡିଥାଉଛି। ଆପଣ ଶୁଣୁଥିଲେ ବିଗତ 4 ଦିନ ଧରି ବର୍ତ୍ତମାନ ଏଇ ଯେଉଁ ବରଫଟା ପଡୁଛି, ଯେହେତୁ ତୁଷାରପାତ ରହୁଛି, ଥଣ୍ଡା ମଧ୍ୟ ଅଧିକ ଦେଖିବାକୁ ମିଳୁଛି। ଏଇଟା କ'ଣ କହିବେ ଯେ ଥଣ୍ଡାରୁ କ'ଣ ଆପଣ କେମିତି ରକ୍ଷା ପାଉଛନ୍ତି? ବିଲବାଡ଼ି କାମ କେମିତି ହେଉଛି? ବିଲବାଡ଼ି ଆଜ୍ଞା 11ଟା ନହେଲେ ଯାଇ ହଉନି। ତାକୁ ଚଦର କମଳ ଘୋଡ଼େଇ ହେଇକି ଯିବାକୁ ପଡୁଛି। 10ଟା 11ଟା ପର୍ଯ୍ୟନ୍ତ ଆଜ୍ଞା କିଛି ତ କରି ହଉନି ଥଣ୍ଡାରେ କାମ। ଘୋଡ଼େଇବାକୁ ପଡୁଛି। 10ଟା 11ଟା ପର୍ଯ୍ୟନ୍ତ ରହୁଛୁ ଆଜ୍ଞା, ତାପରେ କର୍ମକୁ ଯାଉଛୁ। କ'ଣ କରିବେ ଏଇ ଶୀତକୁ ରକ୍ଷା ପାଇବା ପାଇଁ? ଆପଣ କ'ଣ ଚାହୁଁଛନ୍ତି ଶୀତରୁ କେମିତି ରକ୍ଷା ପାଇବା? କ'ଣ ଆପଣଙ୍କ ଆବଶ୍ୟକ ରହିଛି? ଶୀତ ଦୟାରୁ ଆଜ୍ଞା କମଳ ଫମଳ ଘୋଡ଼େଇ ହବାକୁ ପଡୁଛି। ଆଉ ନଚେତ ଦୟା କୁଆଡେ ପାଇବ ଆଜ୍ଞା? ନିଆଁ ଜାଳିକି ବସିବାକୁ ପଡୁଛି। ଆପଣ ଶୁଣୁଥିଲେ ବିନା ନିଆଁରେ ବର୍ତ୍ତମାନ ରହିପାରିବୁନାହାନ୍ତି। ନିହାତି ଘର ବାହାରିଲାଙ୍କୁ ନିଆଁ ଦରକାର। ତେଣୁକରି କନ୍ଧମାଳ ଜିଲ୍ଲା ଖାଲି ଜିଲ୍ଲା କଥା ନୁହେଁ, କନ୍ଧମାଳ ଫୁଲବାଣୀ ତଥା ଦାରିଙ୍ଗବାଡ଼ି କଥା କୁହନ୍ତୁ, ଉଦୟଗିରି କଥା କୁହନ୍ତୁ, ସାରା ଜିଲ୍ଲାରେ ବର୍ତ୍ତମାନ ଏଇରକମ ପରିସ୍ଥିତି। ଦିନ 9ଟା ନହେଲେ କେହି ଘରୁ ବାହାରି ପାରୁନାହାନ୍ତି ଏବଂ ନିତ୍ୟଜୀବନ କାମ କରିପାରନ୍ତି। ଅନ୍ୟପଟେ ଆମେ ଦେଖିବା ଯଦି ଜିଲ୍ଲାରେ ବର୍ତ୍ତମାନ କ୍ରମାଗତ ରହିଛି ପର୍ଯ୍ୟଟକଙ୍କ ଭିଡ଼ ରହିଛି। ବିଭିନ୍ନ ହୋଟେଲ ବର୍ତ୍ତମାନ ବିଗତ 10 ଦିନ ପର୍ଯ୍ୟନ୍ତ ବୁକ୍ ରହିଛି। କେଉଁଠି ହେଲେ କୌଣସି ହୋଟେଲରେ ଦାରିଙ୍ଗବାଡ଼ି କଥା କୁହନ୍ତୁ, ଫୁଲବାଣୀ କଥା କୁହନ୍ତୁ, ଉଦୟଗିରି କଥା କୁହନ୍ତୁ, ସବୁ ଜାଗାରେ ବର୍ତ୍ତମାନ ଭିଡ଼ ରହିଛି ଏବଂ କ୍ରମାଗତ ଭାବେ ଏହି ଭିଡ଼ ବୋଧେ ଆଗକୁ ଜାରି ରହିବ। କନ୍ଧମାଳ ଫୁଲବାଣୀରୁ ସୁନୀଲ ବିଶ୍ୱାଳ, ନନ୍ଦିଘୋଷ ଟିଭି।